नमस्कार आज्ञा। बाइडंक लतार परिचय एवं यार औषधीय उपयोग विषय जानतु। बाइडंक एक अमूल्य आयुर्वेदिक औषध। यह केवल एक कुंडेई हेउथिबा गछ नुहे, बरं मस्तिष्क एवं शरीर पाई एक संजीवनी परी। जदि आमे यार सठिक प्रयोग शिखिबा तेबे अनेक जटिल रोगरू मुक्ति पाई परिबा। एही लता को ओडिया रे बाइडंक काछुकुआ बा सिमिलिया लता कुहाଯାଏ। ଏହାକୁ ଛୁଇଁଲେ ଶରୀରରେ ଭୀଷଣ ଅଗ୍ନି ଲାଗିବା ପରି କାଛୁ କୁଣ୍ଡେଇ ହେଉଥିବାରୁ ଅନେକ ସ୍ଥାନରେ ଏହାକୁ କାଛୁକୁଆ ଗଛ ବୋଲି କୁହାଯାଏ। ଆୟୁର୍ବେଦ ଜଗତରେ ଏମିତି କିଛି ଗଛ ଅଛି ଯାହାକୁ ଆମେ ଅନାବନା ଗଛ ଭାବି ଅଣଦେଖା କରୁ, କିନ୍ତୁ ତାର ଔଷଧୀୟ ଗୁଣ ବିଜ୍ଞାନକୁ ମଧ୍ୟ ଆଶ୍ଚର୍ଯ୍ୟ କରିଦିଏ। ସେହିଭଳି ଏକ ଶକ୍ତିଶାଳୀ ଔଷଧୀୟ ଲତା ହେଉଛି ବାଇଡଙ୍କ। ଏହା ବିଶେଷ କରି ସ୍ନାୟୁଗତ ରୋଗ ଏବଂ ଶାରୀରିକ ଦୁର୍ବଳତା ଦୂର କରିବା ପାଇଁ ଏକ ସୁପର ଫୁଡ୍ ଭାବେ ଜଣାଶୁଣା। ଗଛର ପରିଚୟ: ଏହା ଏକ ବାର୍ଷିକ ଆରୋହୀ ଲତା। ଏହା ଅନ୍ୟ ଗଛର ସାହାରା ନେଇ ଉପରକୁ ଚଢ଼ିଥାଏ। ଏହାର ପତ୍ରଗୁଡ଼ିକ 3 ପାଖୁଡ଼ିଆ ହୁଏ, ଶିମ ପତ୍ର ପରି ଦେଖାଯାଏ, କିନ୍ତୁ ବଡ଼ ବଡ଼। ଏହାର ଫୁଲ ବାଇଗଣୀ କିମ୍ବା ଧଳା ରଙ୍ଗର ହୋଇଥାଏ ଏବଂ ଝୁଲନ୍ତା ଅବସ୍ଥାରେ ଥାଏ। ଏହାର ଫଳଗୁଡ଼ିକ ଶିମ୍ବ ପରି ଛୁଇଁ ଆକାରର। ଛୁଇଁ ଉପରେ ସୂକ୍ଷ୍ମ ରୋମଯୁକ୍ତ କେଶ ରହିଥାଏ। ଏହି କେଶରେ ମ୍ୟୁକୁନାଇନ୍ ନାମକ ଏକ ଏନ୍ଜାଇମ୍ ଥାଏ। ଏହା ଚର୍ମ ସଂସ୍ପର୍ଶରେ ଆସିଲେ ପ୍ରବଳ କୁଣ୍ଡେଇ ହୋଇଥାଏ। ଏଥିପାଇଁ ଏହାକୁ ସତର୍କତା ସହ ବ୍ୟବହାର କରାଯାଏ। ଛୁଇଁ ଭିତରେ କଳା, ଧୂସର କିମ୍ବା ବାଦାମୀ ରଙ୍ଗର ମଞ୍ଜି ଥାଏ। ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହାକୁ ହିଁ ଔଷଧରେ ଉପଯୋଗ କରାଯାଏ। ବାଇଡଙ୍କ ଲତାର ବୋଟାନିକାଲ ନେମ୍ ମ୍ୟୁକୁନା ପ୍ୟୁରିଏନ୍ସ, ହିନ୍ଦୀରେ କେୱାଜ, କୋଞ୍ଚ, କୋଚ୍, କେୱାଜ, ଖୁଜୁନି, ଇଂଲିଶରେ ହର୍ସ ଆଇ ବିନ୍, ଭେଲଭେଟ୍ ବିନ୍, କାଓ ହେଜ୍, କମନ୍ କାଓ ଇଚ୍, ସଂସ୍କୃତରେ କପିକଛୁ, ଆତ୍ମଗୁପ୍ତା, ମର୍କଟି, କଣ୍ଡୁରା, ସୁକୋସିମ୍ବି, ବ୍ରୁସିଆ। ଔଷଧୀୟ ଉପଯୋଗ: ପାର୍କିନସନ୍ ରୋଗ ପାଇଁ ଏହା ବରଦାନ। ମ୍ୟୁକୁନା ପ୍ୟୁରିଏନ୍ସ ହେଉଛି ଏଲ୍ ଡୋପାର ଏକ ପ୍ରାକୃତିକ ଉତ୍ସ। ଏଲ୍ ଡୋପା ଆମ ମସ୍ତିଷ୍କରେ ଡୋପାମାଇନ୍ ହାର୍ମୋନ୍ ସ୍ତର ବୃଦ୍ଧି କରେ। ଯେଉଁମାନଙ୍କର ହାତ ଗୋଡ଼ ଥରିବା ବା ପାର୍କିନସନ୍ ସମସ୍ୟା ଥାଏ, ସେମାନଙ୍କ ପାଇଁ ଏହାର ମଞ୍ଜି ଗୁଣ୍ଡ ଅତ୍ୟନ୍ତ ଲାଭପ୍ରଦ। ଯୌନ ଶକ୍ତି ବୃଦ୍ଧି ଏବଂ ପ୍ରଜନନ ସ୍ୱାସ୍ଥ୍ୟ: ଏହାକୁ ଏକ ଶକ୍ତିଶାଳୀ କାମୋଦ୍ଦୀପକ ଭାବେ ଗଣନା କରାଯାଏ। ପୁରୁଷ ସ୍ୱାସ୍ଥ୍ୟ: ଏହା ପୁରୁଷମାନଙ୍କର ଶୁକ୍ରାଣୁ ସଂଖ୍ୟା, ସ୍ପର୍ମ କାଉଣ୍ଟ ଏବଂ ଗୁଣବତ୍ତା ବଢ଼ାଇବାରେ ସାହାଯ୍ୟ କରେ। ହାର୍ମୋନ୍ ସନ୍ତୁଳନ: ଏହା ଟେଷ୍ଟୋଷ୍ଟେରୋନ୍ ସ୍ତରକୁ ସନ୍ତୁଳିତ କରି ଶାରୀରିକ ସ୍ଫୁର୍ତ୍ତି ପ୍ରଦାନ କରେ। ମାନସିକ ଚାପ ଏବଂ ଅବସାଦ ଦୂର କରିବା: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକେ ଷ୍ଟ୍ରେସ୍ ଏବଂ ଡିପ୍ରେସନର ଶିକାର ହେଉଛନ୍ତି। ଏଥିପାଇଁ ବାଇଡଙ୍କ ମଞ୍ଜିର ସେବନ ଦ୍ୱାରା ମନ ଶାନ୍ତ ରହେ, ନିଦ ଭଲ ହୁଏ ଏବଂ ମାନସିକ ଶକ୍ତି ବୃଦ୍ଧି ପାଏ। କ୍ଷୀର ଉତ୍ପାଦନରେ ସହାୟକ: ପ୍ରସବ ପରେ ମାଆମାନଙ୍କର କ୍ଷୀର କମ୍ ହେଉଥିଲେ ଆୟୁର୍ବେଦିକ ପରାମର୍ଶ କ୍ରମେ ବାଇଡଙ୍କ ମଞ୍ଜିର ବ୍ୟବହାର କରାଯାଏ। ମଧୁମେହ ନିୟନ୍ତ୍ରଣ: କିଛି ଗବେଷଣାରୁ ଜଣାପଡ଼ିଛି ଯେ ଏହାର ମଞ୍ଜିରେ ରକ୍ତ ଶର୍କରା ସ୍ତର କମାଇବାରେ କ୍ଷମତା ରହିଛି। ବ୍ୟବହାର ବିଧି: ବାଇଡଙ୍କ ମଞ୍ଜିକୁ ସିଧାସଳଖ ଖାଇବା ଉଚିତ ନୁହେଁ, କାରଣ ଏହା ଟକ୍ସିକ୍ ହୋଇପାରେ। ଶୁଦ୍ଧିକରଣ: ପ୍ରଥମେ ମଞ୍ଜିକୁ କ୍ଷୀରରେ ସିଝାଇ ଏହାର ଉପରେ ଥିବା ଚୋପାକୁ ଛଡ଼ାଯାଏ। ଚୋପା ଛଡ଼ାଇଲା ପରେ ଭିତର ଥିବା ଧଳା ମଞ୍ଜିକୁ ଶୁଖାଇ ଗୁଣ୍ଡ କରାଯାଏ। ମାତ୍ରା: ସାଧାରଣତଃ 2 ରୁ 5 ଗ୍ରାମ ଗୁଣ୍ଡକୁ କ୍ଷୀର କିମ୍ବା ମହୁ ସହ ଦିନକୁ ଥରେ ବା 2 ଥର ସେବନ କରାଯାଏ। ସତର୍କତା ଏବଂ ସାଇଡ୍ ଇଫେକ୍ଟ: କୁଣ୍ଡେଇ ହେବା: ଏହାର ଛୁଇଁକୁ ଖାଲି ହାତରେ ଧରନ୍ତୁ ନାହିଁ, ନଚେତ୍ ପ୍ରବଳ କୁଣ୍ଡେଇ ହୋଇ କ୍ଷତ ହୋଇପାରେ। ଡାକ୍ତରୀ ପରାମର୍ଶ: ମସ୍ତିଷ୍କ କିମ୍ବା ହୃଦୟ ଜନିତ ରୋଗ ଥିଲେ ଡାକ୍ତରଙ୍କ ପରାମର୍ଶ ବିନା ଏହାର ସେବନ କରନ୍ତୁ ନାହିଁ। ଗର୍ଭବତୀ ମହିଳାମାନେ ଏହି ଔଷଧ ସେବନ କରନ୍ତୁ ନାହିଁ। ଧନ୍ୟବାଦ।